ସାଙ୍ଗମାନେ ଦିନେ ଗୋଟେ କ୍ଷୀର ବାଲ୍ଟିରେ ଦୁଇଟି ବେଙ୍ଗ ପଡ଼ିଗଲେ। ତ ବଞ୍ଚିବା ପାଇଁ ଶୀଘ୍ର ଶୀଘ୍ର ସେମାନେ ନିଜର ହାତ ଗୋଡ଼ ବାଡ଼େଇବା ଆରମ୍ଭ କଲେ, କିନ୍ତୁ କିଛି ଲାଭ ହେଲାନି। ଘଣ୍ଟା ବିତିଗଲା କିନ୍ତୁ ସେମାନେ ବଞ୍ଚି ପାରିଲେନି। ଶେଷରେ ଗୋଟେ ବେଙ୍ଗ ସେଥିରୁ ହାର ମାନିଗଲା, କହିଲା ସାଙ୍ଗ ଆଉ ନୁହଁ, ଏବେ ମୁଁ ମରିବା ସୁନିଶ୍ଚିତ କହିକି ଧୀରେ ଧୀରେ ସେ ବୁଡ଼ିଗଲା ବା ମରି ବି ଗଲା। ତା ସେଥିରେ ଆଉ ଜଣେ ବେଙ୍ଗ ଯୋଉ ଥିଲା ସେ ମନେ ଚିନ୍ତା କଲା, ଯେହେତୁ ମୁଁ ତ ଏମିତି ମରିବି, ତେଣୁ ବଞ୍ଚିବା ପାଇଁ ଚେଷ୍ଟା କରିକି କାହିଁ ନ ମରିବି। ତେଣୁ ହାତ ଗୋଡ଼ ସେ ବାଡ଼େଇବା ଆରମ୍ଭ କଲା। ଧୀରେ ଧୀରେ ଦିନ ଗଲା, ସନ୍ଧ୍ୟା ଗଲା, ରାତି ଗଲା, ଶେଷରେ ସକାଳ ସୂର୍ଯ୍ୟ ଉଦୟ ହେଲା, ସକାଳ ହେଲା। ଧୀରେ ଧୀରେ ସେ କ୍ଷୀର ଗୁଡ଼ାକ ଛିଡ଼ିକି ଛେନା ହେଇଯାଇଥିଲା। ଶେଷରେ ସେ ବେଙ୍ଗଟା ସେ ଛେନାରେ ଡେଇଁକି ଆରପଟକୁ ଡେଇଁକି ନିଜର ଜୀବନ ବଞ୍ଚେଇ ଦେଲା। ସାଙ୍ଗମାନେ ଜୀବନଟା ବି ଗୋଟେ କ୍ଷୀର ବାଲ୍ଟି। କେତେବେଳେ ଆପଣଙ୍କ ପରିସ୍ଥିତି ବୁଡ଼େଇବ, କେତେବେଳେ ଆପଣଙ୍କର ସମୟ ବି ବୁଡ଼ିବ। ତେଣୁ ଜୀବନରେ ଆପଣ ଏମିତି ହାରିଯିବା ଅପେକ୍ଷା ଆଗକୁ ବଞ୍ଚିବା ପାଇଁ ଚେଷ୍ଟା କରି କାହିଁକି ନ ହାରିବେ। କିଏ ଜାଣେ ଭଗବାନଙ୍କର ଆଶୀର୍ବାଦକୁ ଆସନ୍ତା କାଲି ଆପଣଙ୍କର ଗୋଟେ ସୁନ୍ଦର ସକାଳ ହେଇକି ଜନ୍ମ ନ ହବ। କ'ଣ ଠିକ୍ କହିଲି ନା? ଜୟ ଜଗନ୍ନାଥ।